জয় জগন্নাথ বন্ধুগণ, আজি আমি জানিবা 19 জানুয়ারি 2026 সোমবার দিনর দ্বাদশ রাশির রাশিফল বিষয়ে। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନାକୁ ନେଇ ଆଧାରିତ ଏବଂ ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 19 ଜାନୁଆରୀ 2026 ସୋମବାର, ମାଘ ଶୁକ୍ଳପକ୍ଷ ପ୍ରତିପଦା, ରାତ୍ର 2 ଘଣ୍ଟା 14 ମିନିଟ୍ ଗତି ଦ୍ୱିତୀୟା। ଆଜି ଉତ୍ତରାଷାଢ଼ା ନକ୍ଷତ୍ର, ଦିବା 11 ଘଣ୍ଟା 52 ମିନିଟ୍ ଗତି ଶ୍ରବଣା ନକ୍ଷତ୍ର। ଆଜି ମକର ଚନ୍ଦ୍ର ଅହୋରାତ୍ର। ଆଜିର ପର୍ବୋତ୍ସବ ପଞ୍ଚଗ୍ରହକୂଟ ଓ ପାତାଳି ମହୋତ୍ସବ ଆରମ୍ଭ। ଆଜିର ଶୁଭବେଳା ପ୍ରାତଃ 6 ଘଣ୍ଟା 34 ମିନିଟ୍ରୁ 8 ଘଣ୍ଟା 2 ମିନିଟ୍ ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 6 ଘଣ୍ଟା 34 ମିନିଟ୍। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 5 ଘଣ୍ଟା 35 ମିନିଟ୍। ଆଜି ସିଂହ ରାଶି ପୁରୁଷମାନଙ୍କ ଘାତ ଚନ୍ଦ୍ର ଏବଂ ମିଥୁନ ରାଶିର ଘାତ ବାର। ଆଜି ପାଣି କଖାରୁ ଖାଇବା ନିଷିଦ୍ଧ। ତ ବନ୍ଧୁଗଣ, ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତା ପୂର୍ବରୁ ଆମ ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛନ୍ତି, ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ଼ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆପଣଙ୍କ ଦଶମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ଅବସର ପ୍ରଦାନ କରିବ। ଆପଣ କର୍ମଠତା ସହିତ ନିଜ କାର୍ଯ୍ୟକ୍ଷେତ୍ର ତଥା କାର୍ଯ୍ୟପ୍ରଣାଳୀରେ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିବା ପାଇଁ ପ୍ରେରିତ ହେବେ। ନୂଆ ବ୍ୟବସାୟର ପ୍ରାରମ୍ଭ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି ଏବଂ ପାରିବାରିକ ଜୀବନରେ ପରିବାରରେ ହସଖୁସିର ବାତାବରଣ ଲାଗି ରହିବ ତଥା ସମ୍ପର୍କରେ ଘନିଷ୍ଠତା ଆସିବ। ସନ୍ତାନ ଆପଣଙ୍କ ମାର୍ଗଦର୍ଶନର ଅନୁସରଣ କରିବେ ଏବଂ ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ହସ ଖୁସିରେ ସମୟ ଅତିବାହିତ କରିବେ, କିନ୍ତୁ ପ୍ରେମ ସମ୍ପର୍କରେ ସାମାନ୍ୟ ସତର୍କ ରହିବାକୁ ପଡ଼ିବ, ଅନ୍ୟଥା ପ୍ରେମୀଙ୍କ ସହିତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ଆୟର ନୂଆ ସ୍ରୋତର ନିର୍ମାଣ ହେବ। ଧାର୍ମିକ ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କ ରୁଚି ବଢ଼ିବ। ଆଜି ଅନାବଶ୍ୟକ ଯାତ୍ରାରୁ ଆପଣ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁମିତ୍ରଙ୍କ ସହିତ ଦେଖା ସାକ୍ଷାତ କରି ପ୍ରସନ୍ନତା ଅନୁଭବ କରିବେ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ, କିନ୍ତୁ ଶ୍ୱାସ ସମ୍ବନ୍ଧିତ ରୋଗୀ ବିଶେଷ ସାବଧାନ ରୁହନ୍ତୁ। ଆଜି ଆପଣ ଓಂ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ବୃଷ ରାଶି। ଆପଣଙ୍କ ନବମ ଭାବରେ ଚନ୍ଦ୍ରଦେବଙ୍କ ଗୋଚରରୁ ଆପଣଙ୍କ ଲମ୍ବିତ କାର୍ଯ୍ୟରେ ପ୍ରଗତି ହେବ। ଆପଣ ପରାକ୍ରମୀ ତଥା କର୍ମଠ ରହିବେ ଏବଂ କାର୍ଯ୍ୟକ୍ଷେତ୍ରରେ ସମସ୍ତ ସମସ୍ୟାକୁ ସମାଧାନ କରି ସଫଳତା ପାଇବାରେ ସଫଳ ହେବେ। ରାଜନୈତିକ କ୍ଷେତ୍ରରେ ଆପଣଙ୍କ ବର୍ଚସ୍ୱ ଓ ମାନ ସମ୍ମାନରେ ବୃଦ୍ଧି ଘଟିବ। ପାରିବାରିକ ଜୀବନରେ ପରିବାରର ସୁଖ ସମୃଦ୍ଧି ପାଇଁ ଆପଣ ବ୍ୟୟ କରିବେ ଏବଂ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ବିଦେଶ ସମ୍ବନ୍ଧିତ କୌଣସି ଶୁଭ ସମାଚାର ମିଳିବାରୁ ମନ ପ୍ରସନ୍ନ ରହିବ। ବଡ଼ ଭାଇଙ୍କ ବିଶେଷ ସହଯୋଗ ଆପଣଙ୍କ ଉନ୍ନତିର କାରଣ ହେବ। ପିତା ତଥା ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ ଏବଂ ମାତାଙ୍କ ସମ୍ପର୍କରେ ସୁଧାର ଆସିବ। ପ୍ରେମ ଜୀବନରେ ନବୀନତା ଆସିବା ସହିତ ପ୍ରେମୀଙ୍କ ସହିତ ହସ ଖୁସିରେ ସମୟ ବ୍ୟତୀତ କରିବେ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ, କିନ୍ତୁ ପାରିବାରିକ ଖର୍ଚ୍ଚରେ ବୃଦ୍ଧି କାରଣରୁ ଆପଣ ସାମାନ୍ୟ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ବନ୍ଧୁମିତ୍ରଙ୍କ ସହଯୋଗ ମିଳିବ। ପରାମର୍ଶଦାତା ତଥା ପ୍ରବନ୍ଧନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ବିଶେଷ ରୂପରେ ଲାଭାନ୍ୱିତ ହେବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟମ ରହିବ ତଥା ସ୍ୱାସ୍ଥ୍ୟ ନିୟମର ପୂର୍ଣ୍ଣ ପାଳନ କରନ୍ତୁ। ଆଜି ଆପଣ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ମିଥୁନ ରାଶି। ଆପଣଙ୍କ ରାଶିରୁ ଅଷ୍ଟମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର କାରଣରୁ କିଛି ଆକସ୍ମିକ ସମସ୍ୟାର ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ। ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସନ୍ତୁଳନକୁ ଖରାପ କରିବ। କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ଅଧିକତା ବା ଅସାମଞ୍ଜସ୍ୟର ସ୍ଥିତି
ମାନସିକ ଚିନ୍ତା ବୃଦ୍ଧିର କାରଣ ହେବ। ପାରିବାରିକ ଜୀବନରେ ପରିବାରର କୌଣସି ସଦସ୍ୟଙ୍କ ସହିତ ଛୋଟ ଛୋଟ କଥାରେ ଯୁକ୍ତିତର୍କ ଓ ମତଭେଦ ଦେଖାଦେବାର ସମ୍ଭାବନା ରହିଛି। ଦୈନିକ ଦିନଚର୍ଯ୍ୟାରେ ବ୍ୟବଧାନ ଉତ୍ପନ୍ନ ହେବ ଏବଂ ଭାଇ ଭଉଣୀଙ୍କ ସମ୍ପର୍କରେ ମନୋମାଳିନ୍ୟର ସମ୍ଭାବନା ରହିଛି। କିନ୍ତୁ ମାତାଙ୍କ ସହିତ ନିଜ ସମ୍ବନ୍ଧ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ପ୍ରେମ ଜୀବନରେ ପରସ୍ପରର ଭାବନାକୁ ସମ୍ମାନ କରିବା ଦ୍ୱାରା ସମ୍ପର୍କରେ ସୁଧାର ଆସିବ। ଆର୍ଥିକ ଦୃଷ୍ଟିରୁ ଅନାବଶ୍ୟକ ଅର୍ଥ ଦେବା ନେବାକୁ ଟାଳି ଦିଅନ୍ତୁ ଏବଂ କୌଣସି ବିଶ୍ୱାସୀ ଲୋକଙ୍କ ସାହାଯ୍ୟ ସହଯୋଗ ଆପଣଙ୍କ ପାଇଁ ସହାୟକ ସିଦ୍ଧ ହେବ। ବିଦ୍ୟାର୍ଥୀମାନଙ୍କୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ରୋଗ, ବିଷ ଓ ଶତ୍ରୁଠାରୁ ଆପଣ ବିଶେଷ ସାବଧାନ ରୁହନ୍ତୁ, ଅନ୍ୟଥା କ୍ଷତିର ସମ୍ଭାବନା ରହିଛି। ଆଜି ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ରର ପାଠ କରନ୍ତୁ, ଶୁଭ ଫଳ ପାଇବେ। କର୍କଟ ରାଶି, ଆପଣଙ୍କ ରାଶି ସ୍ଥାନରୁ ସପ୍ତମ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରାଇବ। ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହେବା ସହିତ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ଏବଂ ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସହିତ ନୂଆ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ ଏବଂ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ଆପଣଙ୍କ ଉପରେ ଲାଗି ରହିବ। ମାତା ପିତାଙ୍କ ମାର୍ଗଦର୍ଶନ ତଥା ଆଶୀର୍ବାଦରୁ ଆପଣ ବିଶେଷ ଲାଭବାନ ହେବେ ଏବଂ ପ୍ରେମ ସମ୍ବନ୍ଧରେ ସ୍ଥାୟିତ୍ୱ ପ୍ରାପ୍ତି ହେବ। ବ୍ୟବସାୟରେ ନୂଆ ନିବେଶର ସନ୍ଧାନ କରି ସଫଳତା ପାଇବେ ଏବଂ ଆୟର ନୂଆ ସ୍ରୋତର ବିକାଶ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକଙ୍କ ପ୍ରୋତ୍ସାହନ ପ୍ରାପ୍ତି ହେବ। କଳା ତଥା ମନୋରଞ୍ଜନ ଉଦ୍ୟୋଗ ସମ୍ବନ୍ଧିତ ବ୍ୟବସାୟୀଙ୍କୁ ଲାଭ ମିଳିବ ଏବଂ ବୈବାହିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ ପକ୍ଷରୁ ସୁଖଦ ସମ୍ବାଦ ପାଇ ମନରେ ପ୍ରସନ୍ନତା ଅନୁଭବ କରିବେ, କିନ୍ତୁ ହୃଦୟ ରୋଗ ପ୍ରତି ସାବଧାନ ରୁହନ୍ତୁ ତଥା ସ୍ୱାସ୍ଥ୍ୟ ନିୟମର ପୂର୍ଣ୍ଣ ପାଳନ କରନ୍ତୁ। ଆଜି ଆପଣ ମାତା ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। ସିଂହ ରାଶି, ଆପଣଙ୍କ ରାଶିରୁ ଚନ୍ଦ୍ରଦେବଙ୍କ ଷଷ୍ଠ ଭାବରେ ଗୋଚର ରାଜକୀୟ ସମ୍ମାନ ତଥା ସହଯୋଗ ପ୍ରାପ୍ତ କରାଇବ। ଆପଣଙ୍କ ଅଟକିଥିବା ସମସ୍ତ କାର୍ଯ୍ୟରେ ପ୍ରଗତି ଆସିବ। ଆପଣଙ୍କ ବୁଦ୍ଧିବଳ ତଥା ପରାକ୍ରମରେ ବୃଦ୍ଧି ଘଟିବ। ଆପଣ ନିଜ ସମସ୍ତ ଶତ୍ରୁଙ୍କୁ ପରାସ୍ତ କରିବାରେ ସଫଳ ହେବେ। ପାରିବାରିକ ଜୀବନରେ ପୈତୃକ ସମ୍ପତ୍ତି ଲାଭ ହେବାର ପ୍ରବଳ ଯୋଗ ରହିଛି ଏବଂ ପରିବାରରେ ସୁଖ ସମୃଦ୍ଧି ଆସିବ। ଭବିଷ୍ୟତ ଯୋଜନାରେ ଆପଣ ଚର୍ଚ୍ଚା କରିବେ ଏବଂ ସମସ୍ତ ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇ ଖୁସି ଅନୁଭବ କରିବେ। ମାତାଙ୍କ ସହଯୋଗ ପ୍ରାପ୍ତି ହେବ ଏବଂ ଋଣଭାରରୁ ମୁକ୍ତି ପାଇବାର ପ୍ରୟାସ ସଫଳ ହେବ, କିନ୍ତୁ ଧନର ଅପବ୍ୟୟ ଠାରୁ ଆପଣ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଧୀର କିନ୍ତୁ ଆଶାଜନକ ପ୍ରଗତି ହେବ। ଅଧିକାରୀ ବର୍ଗଙ୍କ ସହଯୋଗରୁ ସମସ୍ତ କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଗୁରୁଜନଙ୍କ ଅନୁକମ୍ପା ପ୍ରାପ୍ତି ହେବ ଏବଂ ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଓ ସ୍ଫୂର୍ତ୍ତିବାନ ଅନୁଭବ କରିବେ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଶୁଭ ଫଳ ପାଇବେ। କନ୍ୟା ରାଶି, ଚନ୍ଦ୍ରଦେବଙ୍କ ଆପଣଙ୍କ ପଞ୍ଚମ ଭାବରେ ଗୋଚର ସମସ୍ତ ବର୍ଗର ବିଦ୍ୟାର୍ଥୀମାନଙ୍କୁ ଶୁଭ ପରିଣାମ ପ୍ରଦାନ କରିବେ ଏବଂ ଶିକ୍ଷା କ୍ଷେତ୍ରରେ ଆସୁଥିବା ଅବରୋଧରେ ହାନି ଘଟିବ। ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। ରୋଜଗାର କ୍ଷେତ୍ରରେ ଆପଣଙ୍କୁ ନିଜ କୌଶଳ ପ୍ରଦର୍ଶିତ କରିବାର ଅବସର ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସହିତ ସମ୍ପର୍କର ବିଷୟ ଧ୍ୟାନ ରଖନ୍ତୁ ଏବଂ ଅନାବଶ୍ୟକ ବାଦବିବାଦରୁ ଆପଣ ଦୂରେଇ ରୁହନ୍ତୁ। ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବ, କିନ୍ତୁ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଛୋଟ ଭାଇ ଭଉଣୀଙ୍କ ସହଯୋଗ ଆପଣଙ୍କ ଉପରେ ଲାଗି ରହିବ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଧୀର ପ୍ରଗତି ହେବ, କିନ୍ତୁ ଆର୍ଥିକ କ୍ଷେତ୍ରରେ ସ୍ଥିତି ଆହୁରି ମଜବୁତ ହେବାକୁ ଲାଗିବ। ଉଚ୍ଚ ଅଧିକାରୀ ବର୍ଗଙ୍କ ଠାରୁ ପ୍ରୋତ୍ସାହନ ପ୍ରାପ୍ତି ହେବ। ରକ୍ଷା କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ଯଶ ଓ ମାନ ସମ୍ମାନ ପ୍ରାପ୍ତି ହେବ। କଳା, ସଙ୍ଗୀତ
ଓ ସାହିତ୍ୟ କ୍ଷେତ୍ରରେ ଆପଣଙ୍କ ରୁଚି ବଢ଼ିବ। ସମାଜ କଲ୍ୟାଣକାରୀ କାର୍ଯ୍ୟରେ ଆପଣଙ୍କ ସହଭାଗିତା ବୃଦ୍ଧି ପାଇବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ତୁଳା ରାଶି, ଆପଣଙ୍କ ରାଶି ସ୍ଥାନରୁ ଚତୁର୍ଥ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ନିଜ ବ୍ୟାପାର କ୍ଷେତ୍ରରେ ସାମାନ୍ୟ କ୍ଷତିର ସ୍ଥିତି ଉତ୍ପନ୍ନ କରିବ। ସରକାରୀ ଚାକିରି କ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସହିତ ମତଭେଦ ଦେଖାଦେଇପାରେ, କିନ୍ତୁ ଭବିଷ୍ୟତ ଯୋଜନା ବିଷୟରେ ଆପଣ ବିଚାର କରିବେ। ସାମାଜିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଛବିରେ ହାନି ଘଟିବ। ପାରିବାରିକ ଜୀବନରେ ମାତାଙ୍କ ସହିତ କିଛି ବୈଚାରିକ ମତଭେଦ ଦେଖାଦେଇପାରେ, କିନ୍ତୁ ଆପଣ ନିଜ ବୁଦ୍ଧି ଓ ବାଣୀ କୌଶଳରେ ସ୍ଥିତିକୁ ନିୟନ୍ତ୍ରିତ ରଖିବାରେ ସଫଳ ହେବେ। ପାରିବାରିକ ସୁଖରେ ମଧ୍ୟ ହାନି ଘଟିବ। ଜୀବନସାଥୀଙ୍କ ସହିତ ସମ୍ପର୍କର ବିଷୟ ଧ୍ୟାନ ରଖନ୍ତୁ ଏବଂ ଅନାବଶ୍ୟକ ଯୁକ୍ତିତର୍କ ଓ ବାଦବିବାଦରୁ ଦୂରେଇ ରହିବାର ଆବଶ୍ୟକତା ରହିଛି। ଆପଣଙ୍କ ପାରିବାରିକ ଖର୍ଚ୍ଚରେ ବୃଦ୍ଧି ଘଟିବ, କିନ୍ତୁ ପିତାଙ୍କ ମାର୍ଗଦର୍ଶନରୁ ବିଶେଷ ଲାଭ ପ୍ରାପ୍ତି ହେବ। ଗୃହର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆପଣ ଚିନ୍ତିତ ରହିବେ ଏବଂ ଆର୍ଥିକ କ୍ଷେତ୍ରରେ କିଛି ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହେବ। ଧନହାନି କାରଣରୁ କାର୍ଯ୍ୟରେ କିଛି ଅସ୍ଥାୟୀ ଅବରୋଧ ଉତ୍ପନ୍ନ ହେବ। ସେଥିପାଇଁ ଆପଣଙ୍କୁ କିଛି ମାନସିକ ଚିନ୍ତା ହଇରାଣ କରିବ। ମନକୁ ଶାନ୍ତ ତଥା ଏକାଗ୍ର ରଖିବାର ପ୍ରୟାସ କରନ୍ତୁ। ଆଜି ଆପଣ ଶ୍ରୀ ଗଣେଶ ଓ ମାତା ଲକ୍ଷ୍ମୀଙ୍କ ସଂଯୁକ୍ତ ଉପାସନା କରନ୍ତୁ, ଶୁଭ ଫଳ ପାଇବେ। ବିଛା ରାଶି, ଆପଣଙ୍କ ତୃତୀୟ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ଯଶରେ ବୃଦ୍ଧି କରିବ ଏବଂ ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ। ସମାଜ ସେବା କାର୍ଯ୍ୟରେ ପ୍ରସନ୍ନତା ସହିତ ଆପଣ ଭାଗ ନେବେ ଏବଂ ଲୋକେ ଆପଣଙ୍କ ପ୍ରଶଂସା କରିବେ। ରାଜନୀତି ସମ୍ବନ୍ଧ ବ୍ୟକ୍ତିଙ୍କ ବର୍ଚସ୍ୱ ତଥା ପରାକ୍ରମରେ ବୃଦ୍ଧି ଘଟିବ। ପାରିବାରିକ ଜୀବନରେ ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ ଏବଂ ଭାଇମାନଙ୍କ ବିଶେଷ ସହଯୋଗ ପ୍ରାପ୍ତି ହେବ। ମାତା ପିତାଙ୍କ ସେବା କରିବାର ଅବସର ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି ଏବଂ ମନରେ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଆର୍ଥିକ ଉନ୍ନତିର ନିଶ୍ଚିତ ଯୋଗ ରହିଛି। ଭବିଷ୍ୟତ ପାଇଁ କିଛି ସଞ୍ଚିତ ଯୋଜନାରେ ନିବେଶ କରିବେ। ଆପଣ ନିଜର ସମସ୍ତ କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପନ୍ନ କରିବେ। ବ୍ୟବସାୟୀ ବର୍ଗଙ୍କ ପାଇଁ ଏହି ସମୟ ଉତ୍ତମ ଲାଭଦାୟକ ରହିଛି। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ ଏବଂ ଧା ଦୌଡ଼ା ଓ କାର୍ଯ୍ୟବ୍ୟସ୍ତତା କାରଣରୁ ଶାରୀରିକ ଥକାପଣ ଓ ଶରୀରରେ ପୀଡ଼ା ଅନୁଭବ କରିବେ। ଆଜି ଆପଣ ନିର୍ଧନ ବ୍ୟକ୍ତିଙ୍କ ସହାୟତା କରନ୍ତୁ, ଶୁଭ ଫଳ ପାଇବେ। ଧନୁରାଶି, ଆପଣଙ୍କ ଧନ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ବାଣୀକୁ ମଧୁରତା ପ୍ରଦାନ କରିବ। ଭୂମି ଓ ଭବନ ଆଦି କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବେ। କୌଣସି ପ୍ରକାର ବାଦବିବାଦ ପୂର୍ବରୁ ଲାଗି ରହିଥିଲେ ଆଜି ତାହା ସମାଧାନ ହେବାର ସମ୍ଭାବନା ରହିଛି। ଆପଣଙ୍କ ସାମାଜିକ କ୍ଷେତ୍ରର ବିକାଶ ହେବ ଏବଂ କାର୍ଯ୍ୟକ୍ଷେତ୍ରରେ ଲୋକେ ଆପଣଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହେବେ। ପାରିବାରିକ ଜୀବନରେ ଜୀବନ ସାଥୀଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ। ପରିବାରରେ ପ୍ରେମ ତଥା ଉତ୍ସାହର ବାତାବରଣ ଲାଗି ରହିବ। ପିତାଙ୍କ ସହଯୋଗ ତଥା ମାର୍ଗଦର୍ଶନରୁ ଆର୍ଥିକ ଉନ୍ନତି ହେବା ନିଶ୍ଚିତ। ପ୍ରେମ ସମ୍ପର୍କରେ ମଧୁରତାର ଭାବ ରହିବ ଏବଂ ପ୍ରେମୀଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବାର ଅବସର ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ମଜବୁତ ହେବ ଏବଂ ଆୟର ନୂଆ ସ୍ରୋତରୁ ଧନର ଆଗମନ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନୋଯୋଗ ଦେବେ ଏବଂ ପରିଶ୍ରମର ଉତ୍ତମ ପରିଣାମ ପାଇପାରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ପରିଣାମ ପାଇବେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରେ ବିଶେଷ ଧ୍ୟାନ ରଖନ୍ତୁ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ। ଆଜି ଆପଣ ଶିବଲିଙ୍ଗରେ ଦୁଗ୍ଧାଭିଷେକ କରନ୍ତୁ, ଶୁଭ ଫଳ ପାଇବେ। ମକର ରାଶି, ଚନ୍ଦ୍ରଦେବଙ୍କ ଆପଣଙ୍କ ରାଶି ସ୍ଥାନରେ ଗୋଚର ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ପ୍ରଦାନ କରିବ। ଆପଣଙ୍କ ବ୍ୟକ୍ତିତ୍ୱରେ ଆକର୍ଷଣ ବା ଚମକ ଆସିବ। ଆପଣଙ୍କ ବ୍ୟବହାରିକ ବିଚାର ସମାଜରେ ଆପଣଙ୍କୁ ପ୍ରତିଷ୍ଠା ପ୍ରଦାନ କରିବ। ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଶୁଭ ଫଳଦାୟକ ରହିଛି ଏବଂ ଉଚ୍ଚଶିକ୍ଷାର ମାର୍ଗ ପ୍ରଶସ୍ତ ହେବ।
ପାରିବାରିକ ଜୀବନରେ ପରିବାରରେ ସୁଖ ଶାନ୍ତି ଓ ହସ ଖୁସିର ବାତାବରଣ ଲାଗି ରହିବ। ଜୀବନସାଥୀଙ୍କ ସମ୍ପର୍କରେ ମଧୁରତା ଆସିବ। ଭାଇ ତଥା ବନ୍ଧୁମିତ୍ରଙ୍କ ସହଯୋଗରୁ ଆପଣଙ୍କ ମନରେ ପ୍ରସନ୍ନତା ତଥା ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ପ୍ରେମ ଜୀବନରେ ସମ୍ପର୍କରେ ଘନିଷ୍ଠତା ଆସିବ। ରାଜକୀୟ ପକ୍ଷରୁ ଆର୍ଥିକ ଲାଭ ମିଳିବ ଏବଂ ଆର୍ଥିକ ପକ୍ଷ ଆହୁରି ମଜବୁତ ହେବାକୁ ଲାଗିବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି କାରଣରୁ ଆୟ ବ୍ୟୟର ସନ୍ତୁଳନ ଖରାପ ହୋଇପାରେ। ଅଯଥା ଯୁକ୍ତିତର୍କ ଓ ବାଦବିବାଦରୁ ମଧ୍ୟ ଆପଣ ଦୂରେଇ ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଗୁରୁଜନ ତଥା ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ଆଜି ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଶୁଭ ଫଳ ପାଇବେ। କୁମ୍ଭ ରାଶି, ଆପଣଙ୍କ ରାଶିରୁ ଚନ୍ଦ୍ରଦେବ ଦ୍ୱାଦଶ ଭାବରେ ଗୋଚର କରିବେ, ଅର୍ଥାତ୍ ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ଅସନ୍ତୁଳିତ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ କିଛି ଅନାବଶ୍ୟକ ବ୍ୟବଧାନ ଉତ୍ପନ୍ନ ହୋଇପାରେ। ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେ, ସେଥିପାଇଁ ଆପଣଙ୍କୁ ବିଶେଷ ସାବଧାନ ରହିବା ଉଚିତ। ଅଧିକାରୀଙ୍କ ପକ୍ଷରୁ ଆପଣଙ୍କ ସମ୍ବନ୍ଧର ବିଷୟ ଧ୍ୟାନ ରଖନ୍ତୁ। ପାରିବାରିକ ଜୀବନରେ ପରିବାରର ଖର୍ଚ୍ଚରେ ବୃଦ୍ଧି ଘଟିବ, ଯାହାଫଳରେ ଆପଣ ମାନସିକ ଚିନ୍ତା ଅନୁଭବ କରିବେ। ଆପଣ ନିଜ ଭବିଷ୍ୟତ ତଥା ପାରିବାରିକ ସମ୍ପର୍କକୁ ନେଇ ଚିନ୍ତିତ ରହିବେ। ମାତାପିତାଙ୍କ ଆଶୀର୍ବାଦରୁ ସମସ୍ତ ସମସ୍ୟାର ସମାଧାନ କରିବାର ପ୍ରୟାସ ସଫଳ ହେବ। ଧୈର୍ଯ୍ୟବାନ ତଥା ଏକାଗ୍ର ଚିତ୍ତ ହୋଇ ନିଜ କର୍ତ୍ତବ୍ୟର ନିର୍ବାହନ କରିବେ। ଆର୍ଥିକ ସ୍ଥିତି ଆପଣଙ୍କ ଚିନ୍ତାର କାରଣ ହେବ ଏବଂ ଆୟର ନୂଆ ସ୍ରୋତରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ରୋଜଗାରରେ ପରିବର୍ତ୍ତନ ପାଇଁ ସମୟ ଶୁଭ ନୁହେଁ। ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ଏବଂ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରହିବା ଉଚିତ। ଆଜି ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଶୁଭ ଫଳ ପାଇବେ। ମୀନ ରାଶି, ଚନ୍ଦ୍ରଦେବଙ୍କ ଆପଣଙ୍କ ଏକାଦଶ ଭାବରେ ଗୋଚର ଆପଣଙ୍କ ଲାଭର ସ୍ଥିତିକୁ ବୃଦ୍ଧି କରିବ। ଭୂମି, ଭବନ ତଥା ଖଣିଜ ପଦାର୍ଥର ବ୍ୟବସାୟରେ ଜଡ଼ିତ ବ୍ୟକ୍ତି ଅପ୍ରତ୍ୟାଶିତ ଲାଭ ଅର୍ଜନ କରିବେ। ଆପଣଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା କାର୍ଯ୍ୟରେ ଆପଣଙ୍କ ମାନ ସମ୍ମାନ ଓ ପଦ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ପାରିବାରିକ ଜୀବନରେ କିଛି ଶୁଭ ସମାଚାର ମିଳିବାରୁ ମନରେ ପ୍ରସନ୍ନତାର ଭାବ ରହିବ। ପାରିବାରିକ ବାତାବରଣ ସୁଖଦ ରହିବ। ଛୋଟ ବାଳକମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଏବଂ ପରିବାରରେ ସମସ୍ତଙ୍କୁ ନମ୍ରତାପୂର୍ଣ୍ଣ ବ୍ୟବହାରରୁ ଲାଭ ତଥା ମାନସିକ ଶାନ୍ତି ପ୍ରାପ୍ତି ହେବ। ଆପଣଙ୍କ ପ୍ରଭାବପୂର୍ଣ୍ଣ ବାଣୀ ପରିବାର ସଦସ୍ୟଙ୍କ ସମ୍ପର୍କରେ ଘନିଷ୍ଠତା ଆଣିବ ଏବଂ ଛୋଟ ଭାଇ ଭଉଣୀ ଆପଣଙ୍କୁ ଅନୁସରଣ କରିବେ। ପିତାଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ। ପୂର୍ବରୁ ଦେଇଥିବା ବକେୟା ଅର୍ଥ ଆଜି ଆପଣ ଫେରି ପାଇବେ। କିଛି ଗଣମାନ୍ୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ମଧ୍ୟ କରିପାରନ୍ତି ଏବଂ ବ୍ୟବସାୟର ସ୍ଥିତି ଉତ୍ତମ ହେବାକୁ ଲାଗିବ। ଲମ୍ବା ସମୟରୁ ଦେଖାଦେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଆଜି ମୁକ୍ତି ମିଳିବ। ଆଜି ଆପଣ ଶାରୀରିକ ଊର୍ଜାବାନ ଅନୁଭବ କରିବେ। ଆଜି ଆପଣ ଶିବ ପଞ୍ଚାକ୍ଷର ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍ ସେୟାର ଓ କମେଣ୍ଟ କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।